ଶ୍ରମିକ ଅଥବା ଦିନ ମଜୁରିଆମାନଙ୍କ ପାଇଁ ନୂଆ ଦରମା ଘୋଷଣା କଲେ ମୋଦି ସରକାର। ଦେଶର ଶ୍ରମିକ ଅଥବା ଦିନ ମଜୁରିଆମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ କେନ୍ଦ୍ର ସରକାର ଗୁରୁବାର ଦିନ ସେମାନଙ୍କ ଦରମା ବୃଦ୍ଧି କରିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ନ୍ୟୁନତମ ଦରମା ଦରକୁ ପ୍ରତିଦିନ ହିସାବରେ 783 ଟଙ୍କା ଘୋଷଣା କରିଛନ୍ତି। ତେବେ ଦିନ ମଜୁରିଆ ଦରମା ପରିବର୍ତ୍ତନକୁ ସରକାର 3ଟି ଭାଗରେ ବିଭକ୍ତ କରିଛନ୍ତି। ଆସନ୍ତୁ ଦେଖିବା କେଉଁ ଶ୍ରେଣୀର ଦିନ ମଜୁରିଆଙ୍କୁ କେତେ ଦରମା ବଢ଼ିକି ମିଳିବ। ଏହା ପୂର୍ବରୁ ଆମେ ଗୋଟେ କଥା କହି ରଖୁ ଯେ ଏହି ଦରମା ବ୍ୟକ୍ତିଙ୍କ ବିଭିନ୍ନ କୌଶଳ ତଥା ଭୌଗୋଳିକ କ୍ଷେତ୍ର ଉପରେ ନିର୍ଭର କରି ନିର୍ଦ୍ଧାରିତ କରାଯାଏ। କେନ୍ଦ୍ର ସରକାର ବଦଳାଇଥିବା ମହଙ୍ଗା ଭତ୍ତା ମାଧ୍ୟମରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଦରମା ବୃଦ୍ଧି କରାଯାଇଛି। ଶ୍ରମିକମାନଙ୍କ ଜୀବନ ମୂଲ୍ୟ ବୃଦ୍ଧିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯାହା 1 ଅକ୍ଟୋବର 2024ରୁ ଲାଗୁ ହେବ। କେନ୍ଦ୍ରୀୟ କ୍ଷେତ୍ରର ବିଭିନ୍ନ ଉଦ୍ୟୋଗ ଭିତରେ ଘର ନିର୍ମାଣ, ଲୋଡିଂ ଅନଲୋଡିଂ, ସଫା କାମ କରିବା, ଖନନ କାମ, ଚାଷ ଇତ୍ୟାଦି କାମରେ ଥିବା ଶ୍ରମିକମାନଙ୍କୁ ମିଳିବ ଏହାର ଲାଭ। ଏହାର ମାନ ପରଖିବାକୁ ଯାଇ ଅକୌଶଳୀ, ଅର୍ଦ୍ଧକୌଶଳୀ, କୌଶଳୀ ଏବଂ ଉଚ୍ଚ କୌଶଳୀ ସହ ଏହାକୁ ଭୌଗୋଳିକ ଷ୍ଟାଣ୍ଡାର୍ଡ A, B ଏବଂ C ଭାବରେ ଶ୍ରେଣୀବଦ୍ଧ କରାଯାଇଛି। ତେବେ ଅକୌଶଳୀ ଲେଭଲ A ଶ୍ରେଣୀରେ ନିର୍ମାଣ, ସଫା କରିବା, ଲୋଡିଂ ଏବଂ ଅନଲୋଡିଂ କାମରେ ଥିବା ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ଏବେ ପ୍ରତିଦିନ 783 ଟଙ୍କା ଦିଆଯିବ, ଯାହା ମାସିକ ହିସାବରେ 20,358 ହେଉଛି। ଅର୍ଦ୍ଧକୌଶଳୀ ଅଥବା ଲେଭଲ Bରେ ଦିନ ମଜୁରିଆମାନେ ଏବେ ପ୍ରତିଦିନ 868 ଟଙ୍କା ପାଇବେ, ଯାହା ମାସିକ ହେଉଛି 22,568 ଟଙ୍କା। ଏହାଛଡ଼ା କ୍ଲରିକାଲ ଏବଂ ନିର୍ବଳ ଗାର୍ଡମାନେ ପାଇବେ ପ୍ରତିଦିନ 954 ଟଙ୍କା, ଯାହା ମାସିକ ହେଉଛି 24,804 ଟଙ୍କା। ଶେଷରେ ଉଚ୍ଚ କୌଶଳୀ ଲେଭଲ C କାଟେଗୋରୀରେ ସେନା ଯୋଗ୍ୟତା ଥିବା ଗାର୍ଡମାନେ ଅନ୍ତର୍ଭୁକ୍ତ ଅଛନ୍ତି। ସେମାନେ ପ୍ରତିଦିନ ଏବେ 1,035 ଟଙ୍କା ଲେଖାଏଁ ପାଇବେ, ଯାହା ମାସିକ 26,910 ଟଙ୍କା ହେଉଛି। କେନ୍ଦ୍ର ସରକାର ଏହି ରାଶିରେ ଶ୍ରମିକମାନଙ୍କ ପାଇଁ ପ୍ରତିବର୍ଷ କିଛି ନା କିଛି ରାଶି ବୃଦ୍ଧି କରିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।